ଜୟ ଜଗନ୍ନାଥ ବନ୍ଧୁ। ଆଜି ଗୋଟେ ପ୍ରଶ୍ନର ଉତ୍ତର ଦେବା ପାଇଁ ଭିଡିଓଟା ବନଉଛି। ମୁଁ ତ ଭିଡିଓ ଯୋଉ ଫ୍ରିକ୍ୱେନ୍ସିରେ ବନଉଛି ଆପଣ ଦେଖୁଛନ୍ତି ମାସେ 2 ମାସ 3 ମାସରେ ଗୋଟେ ଭିଡିଓ। ତେଣୁ ମୋର ଫ୍ରିକ୍ୱେନ୍ସି ବହୁତ ଖରାପ। ଆକ୍ଚୁଆଲି ଭିଡିଓ ବନେଇବା ପାଇଁ ଟାଇମ୍ ହୁଏନି, ସମୟ ହୁଏନି, ଏସବୁ ଜିନିଷ ପାଇଁ ଟାଇମ୍ ଦେଇପାରେନି, ଚେଷ୍ଟା କରେ ବଟ୍ ହେଇପାରେନି, ତେଣୁ ବନାଏନି। ବଟ୍ ଯେତେବେଳେ କ୍ୱେଶ୍ଚିନ୍ ବହୁତ ଗୁଡେ ରହିଯାଏ ମତେ ଠିକ ଲାଗେନି, ଭଲ ଲାଗେନି, ଆନ୍ସର ତ ଦେଇପାରୁନି। ତେଣୁ ଆଜି ଟିକେ ଟାଇମ୍ ବାହାର କରି ଗୋଟେ ଭିଡିଓଟେ ବନଉଛି। ଏଇଟା ଜଣେ ଭାଇଙ୍କର କ୍ୱେଶ୍ଚିନ୍ ଥିଲା। ସେ ଗୋଟେ ଭିଡିଓ ଦେଖିଥିଲେ ଯୋଉଥିରେ କି ମୁଁ ଯୀଶୁଖ୍ରୀଷ୍ଟଙ୍କ ରିଲେଟେଡ୍ ମେ ବି କିଛି କହିଥିଲି। ମୋର ତ ମନେ ଏକ୍ଜାକ୍ଟଲି କୋଉ ଭିଡିଓଟା, କିନ୍ତୁ ସେ ଭିଡିଓ ଦେଖିକି ଡିଟେଲରେ କହିବା ପାଇଁ କ୍ୱେଶ୍ଚିନ୍ କରିଥିଲେ। ତେଣୁ ସେଇ ବିଷୟରେ ମୁଁ ଆଜି କିଛିଟା ଡିଟେଲରେ କହିବି ବା କଥା ହବା କିଛିଟା। ତେଣୁ ପ୍ରଥମ କଥା ହଉଛି ଯୀଶୁଖ୍ରୀଷ୍ଟ କିଏ? ଜାଣିଛନ୍ତି ଯୀଶୁଖ୍ରୀଷ୍ଟ କିଏ? ଯୀଶୁଖ୍ରୀଷ୍ଟ ହଉଛନ୍ତି ଖ୍ରୀଷ୍ଟିଆନ ଧର୍ମର ପ୍ରବର୍ତ୍ତକ, ନାଇଁ କି? ଖ୍ରୀଷ୍ଟିଆନ ଧର୍ମଟା ଯୀଶୁଖ୍ରୀଷ୍ଟଙ୍କଠୁ ଷ୍ଟାର୍ଟ ହେଲା। କିନ୍ତୁ ଜିନିଷ ହଉଛି କଣ, ଲୋକମାନେ ରିଲିଜନ ବିଷୟରେ ଏତେ ଆଇଡିଆ ନଥାଏ। ସେମାନେ କୌଣସି ନା କୌଣସି ରିଲିଜନକୁ ବିଲଙ୍ଗ କରନ୍ତି, ସେଇଟାକୁ ସେ ମାନନ୍ତି, ସେଇଟାକୁ ସେ ଭାବନ୍ତି ଯେ ଆମ ସେଇ ରିଲିଜନଟା ହିଁ ବଡ। କିନ୍ତୁ ଲୋକଙ୍କ ରିଲିଜନ ବିଷୟରେ କିଛି ଆଇଡିଆ ନାହିଁ ଯେ କେମିତି କଣ। କିନ୍ତୁ ଯଦି ଗୋଟେ ଜିନିଷ ଆମେ ଜାଣିବା କି ଯୋଉଟା ସମସ୍ତେ ଜାଣିଛନ୍ତି, ସେଇଟା ହଉଛି କଣ ନା ସବୁଠୁ ପୁରୁଣା ରିଲିଜନ ହଉଛି ଜେନେରାଲି କୁହନ୍ତି ମାନେ ସନାତନ ଧର୍ମ ବୋଲି। ଆମର ଯୋଉ ଧର୍ମଟା ହିନ୍ଦୁ ଧର୍ମଟା ସେଇଟା ହଉଛି ସବୁଠାରୁ ପୁରୁଣା, ସବୁଠାରୁ ଆନସିଏଣ୍ଟ ରିଲିଜନ ବୋଲି କୁହନ୍ତି। ସେଟା ମେ ବି ହେଇପାରେ, ନ ହେଇପାରେ, ସେଟା ଆମେ ଜାଣିନେ। କାହିଁକି ନା ଯୋଉ ଟାଇମରେ ସେଇ ରିଲିଜନଟା ଆନସିଏଣ୍ଟ ରିଲିଜନ ବୋଲି ଥିଲା, ସେଇ ଟାଇମରେ ଅଲଗା ଛୋଟ ମୋଟ ରିଲିଜନ ବି ଦୁନିଆରେ ଥାଇପାରେ। ତେଣୁ ଏମିତି ନାହିଁ ଯେ କେବଳ ଏଇଟା ହିଁ ଆନସିଏଣ୍ଟ। ବଟ୍ known records ହିସାବରେ, known memory ହିସାବରେ ମେ ବି it can be considered as the most ancient or the ever lasting religion, ସନାତନ ଧର୍ମ ନା। କାହିଁକି ସନାତନ ଧର୍ମର ତ ମିନିଂ ହଉଛି ଅଲଗା, ସେଟା ଲୋକମାନେ ଜାଣନ୍ତିନି। ଲୋକମାନେ କୁହନ୍ତି ହିନ୍ଦୁ ଧର୍ମ ସନାତନ, କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି ଯେ ମୋର ଯୋଉ ଧର୍ମଟା ସେଇଟା ହଉଛି ସନାତନ ଧର୍ମ, ମମ ଧର୍ମ ସନାତନ ବୋଲି ସେ କହିଛନ୍ତି ଭାଗବତରେ। ତେଣୁ ଭଗବାନଙ୍କର ଧର୍ମ କଣ ଗୋଟେ ଅଛି କି ସେଇଟା ଯଦି ସନାତନ ଧର୍ମ, ଆମେ ଯୋଉ ଧର୍ମ ପାଳନ କରୁ ସେଇଟା ସନାତନ ଧର୍ମ ଅଛି। ବହୁତ ଜିନିଷ ଅଛି ତା ଭିତରେ, ସେଟା ଆମେ ଡିଟେଲରେ କେତେବେଳେ କଥା ହବା। କିନ୍ତୁ ଲୋକଙ୍କର ଧର୍ମକୁ ନେଇ କେତେ କ୍ଲିୟର ଆଇଡିଆ ନାହିଁ। ଲୋକମାନେ ଜାଣନ୍ତିନି ଧର୍ମ କୋଉଟା ଭଲ, ମାନେ ଭଲ ଖରାପରେ ତ କ୍ୱେଶ୍ଚିନ୍ ନାହିଁ, କିନ୍ତୁ କୋଉଟା କଣ ଧର୍ମର ମିନିଂ କଣ, କୋଉ ଧର୍ମ କଣ ଜାଣନ୍ତିନି। ତେଣୁ ଧର୍ମକୁ ନେଇକି ବିଭିନ୍ନ ପ୍ରକାର କନଫ୍ୟୁଜନ ଲୋକଙ୍କ ଭିତରେ, ବିଭିନ୍ନ ପ୍ରକାର ତାଙ୍କର ଗୋଟେ ପ୍ରକାର ଆଇଡିଆ ଅଛି ବା କନସେପସନ ଗୋଟେ ପ୍ରକାର ଅଛି, ଯୋଉଟାକୁ ନେଇକି ସେ ବହୁତ ଡିଫିକଲ୍ଟ ଦିଏ। ଧର୍ମକୁ ନେଇକି ଯେତେ ଦୁନିଆରେ ଯୁଦ୍ଧ ହେଇଛି, ଧର୍ମକୁ ନେଇକି ମାନେ ଆପଣ କହିପାରିବେ ବହୁତ ଯୁଦ୍ଧ ହେଇଛି। ଏବେକା ଟାଇମରେ ଯାହା ବି ହଉଛି ଛାଡ଼ନ୍ତୁ, ବଟ୍ ଆଗ କାଳରେ ଧର୍ମକୁ ନେଇକି ବହୁତ ଯୁଦ୍ଧ ବି ହେଇଛି। ଲୋକ ମରାମରି ହଣାକଟା ବି ହେଇଛନ୍ତି ବହୁତ ଭାବରେ ଧର୍ମକୁ ନେଇକି। ତେଣୁ ସେମିତିଆ ସବୁ ଧର୍ମ ଭିତରେ ଗୋଟେ ଧର୍ମ ହଉଛି ଖ୍ରୀଷ୍ଟିଆନ ଧର୍ମ। ଏଇ ଯୋଉ ଖ୍ରୀଷ୍ଟିଆନ ଧର୍ମଟା ଲୋକଙ୍କର ୟା ପ୍ରତି ବିଭିନ୍ନ ପ୍ରକାର ଫିଲିଙ୍ଗସ୍ ଅଛି। ଧର୍ମ ତ ଧର୍ମ ବହୁତ ଧର୍ମ ଅଛି, ଖ୍ରୀଷ୍ଟିଆନ ଧର୍ମ ପ୍ରତି ବି ଲୋକଙ୍କର ବହୁତ ପ୍ରକାର ଫିଲିଙ୍ଗସ୍ ଅଛି। ତେଣୁ ଲୋକଙ୍କର କଣ ଫିଲିଙ୍ଗସ୍ ଅଛି ନ ଅଛି ସେଟା ଆମର ପଏଣ୍ଟ ଅଫ ଡିସ୍କସନ ନୁହଁ। ଲୋକଙ୍କର ଡିଫରେଣ୍ଟ ଫିଲିଙ୍ଗସ୍ ଥାଇପାରେ। ମୁଁ ମୋର ଓପିନିଅନ ଦେବି, ଆପଣଙ୍କର ନିଜର ଫିଲିଙ୍ଗସ୍ ଯାହା ଅଛି ସେଇ ଅନୁସାରେ ଆପଣ ଭାବିବେ କି ଯାହା ଆପଣଙ୍କର ନଲେଜ ଅଛି। କିନ୍ତୁ ଫ୍ୟାକ୍ଟ ହଉଛି ଏଇଟା, ଯାହାର ବି ନଲେଜ ଅଛି, ଯିଏ ବି ଠିକ ଜିନିଷ ଜାଣିଛି ଆଉ ଧର୍ମର ବାସ୍ତବିକତା ଜାଣିଛି, ସିଏ କେବେ ଏଇ ଯୋଉ ଡିଷ୍ଟିଂସନ ଭିତରେ ମାନେ ପଶିବନି କି ସେ କେବେ ଏମିତି ଧର୍ମ ଭିତରେ ଦ୍ୱନ୍ଦ୍ୱରେ ପଶିବନି। କାରଣ ସିଏ ଜାଣିଛି ଧର୍ମଟା କଣ, କୋଉ ଧର୍ମ କଣ କହୁଛି, କୋଉ ଧର୍ମ କଣ କହୁନି, କଣ ପାଇଁ କୋଉ ଧର୍ମ ସେ ଜାଣେ। କିନ୍ତୁ ପଏଣ୍ଟ ହଉଛି ଏଇଆ, ଯଦି ସନାତନ ଧର୍ମଟା ଆନସିଏଣ୍ଟ ଧର୍ମ, ସବୁଠୁ ଆନସିଏଣ୍ଟ ଧର୍ମ, ଆଟଲିଷ୍ଟ ଏବେ ଯୋଉ ରିଲିଜନ ଗୁଡା ପ୍ରଚଳିତ ଅଛି ୱାର୍ଲଡରେ, ଯେତେ ସବୁ ବଡ ବଡ ରିଲିଜିଅନ, ତାଠୁ ତ ଆନସିଏଣ୍ଟ, ଏଟା ତ ସମସ୍ତେ ଜାଣିଛନ୍ତି। ତେଣୁ ସେଇ ଯୋଉ ସନାତନ ଧର୍ମଟା ଯଦି ଆନସିଏଣ୍ଟ ଧର୍ମ, ତାହେଲେ ଏଇଟା ନ୍ୟାଚୁରାଲ ଆଉ ଏଇଟା ଅବଭିୟସ କଥା ଯେ ପୃଥିବୀ ପୃଷ୍ଠରେ ଯାହା ବି ଧର୍ମ ଆସିଥିବ, ଅବଭିୟସଲି କୌଣସି ନା କୌଣସି ଉପାୟରେ ଏଇଟା ସନାତନ ଧର୍ମ ସହିତ ରିଲେଟେଡ ଥିବ ବା ତାର କାରଣଟା ସନାତନ ଧର୍ମ ସନ୍ନିହିତ ଥାଇପାରେ। ତେଣୁ ଏଇଟା ସାଧାରଣ କଥା, ଅବଭିୟସ କଥା। କେମିତି ଗୋଟେ ଜିନିଷ ଧର୍ମ ଅଛି ଆଉ ଗୋଟେ ନୂଆ, ଆରେ ଧର୍ମ ହଉଛି ଏମିତି ଜିନିଷ, କାହାକୁ, ଭଗବାନଙ୍କୁ ନେଇକି ଧର୍ମ ନା। ତେଣୁ ଯଦି ଭଗବାନଙ୍କୁ ନେଇକି ଧର୍ମ ଆଉ ଭଗବାନ ଏକ, ତେଣୁ ଗୋଟେ ଯଦି ଅଲରେଡି ଭଗବାନଙ୍କର ଧର୍ମ ପ୍ରଚଳିତ ଅଛି, ଆଉ ଗୋଟେ ଯଦି ଭଗବାନଙ୍କ ଧର୍ମ ଆସିଲା ମାନେ ଏଇଟା କଣ ହବ, ତାର ଗୋଟେ ବ୍ରାଞ୍ଚ ହେଇପାରେ କି ଗୋଟେ କିଛି ଗୋଟେ ହେଇପାରେ, ମାନ୍ୟତା ଅଲଗା ଥାଇପାରେ, କିନ୍ତୁ ଯାହା ବି ହଉ, କିନ୍ତୁ ଏଇଟା ସେମିତି ଗୋଟେ ବ୍ରାଞ୍ଚ ହବ ନା। ଯେମିତି ଫର ଏକ୍ସାମ୍ପଲ ଆପଣଙ୍କର ଗୋଟେ ବ୍ରାଞ୍ଚ ଅଛି ବ୍ୟାଙ୍କର, 1000ଟା ଜାଗାରେ 1000ଟା ବ୍ରାଞ୍ଚ ଖୋଲୁଛି, ଗୋଟେରେ ହିଁ ବାହାରିକି ଖୋଲୁଛି। ଠିକ ସେମିତି ଶାଖା ପ୍ରଶାଖା ଖୋଲିଲା ଭଳିଆ, ଗଛର ଶାଖା ପ୍ରଶାଖା ଭଳି ସେମିତିଆ ଜିନିଷ। ତେଣୁ ଟପିକ ବା ପଏଣ୍ଟ ହଉଛି ଏଇଆ ଯେ ସନାତନ ଧର୍ମଟା ଯଦି ଆନସିଏଣ୍ଟ ଧର୍ମ, ଯାହାବି ଧର୍ମ ଅଛି ସବୁର ଉତ୍ପତ୍ତିର କାରଣ ସେଥିରେ ସନ୍ନିହିତ ଥିବ। ଯଦି ହିଷ୍ଟ୍ରି ଖୋଜିବେ,
ଆଉ ଯଦି ଆପଣ ରିସର୍ଚ୍ଚ କରିବେ ଆପଣ ପାଇବେ। ଠିକ ସେମିତି ଖ୍ରୀଷ୍ଟିଆନ ଧର୍ମର ମଧ୍ୟ ଯୋଉ ଉଦ୍ଭବ ହେଲା, ଖ୍ରୀଷ୍ଟିଆନ ଧର୍ମଟାକୁ ଯୋଉ ଲୋକମାନେ ବିଭିନ୍ନ ଉପାୟରେ ଦେଖୁଛନ୍ତି, ଲୋକ ତ ଖ୍ରୀଷ୍ଟିଆନ ଧର୍ମକୁ ଜାଣିନାହାନ୍ତି। ଯଦି ଲୋକ ଖ୍ରୀଷ୍ଟିଆନ ଧର୍ମକୁ ଜାଣିଥିବେ, ଯୋଉ ଲୋକ ଖ୍ରୀଷ୍ଟିଆନ ଧର୍ମକୁ ଜାଣିଛି, ପଢିଛି, ଅଧ୍ୟୟନ କରିଛି, ରିସର୍ଚ୍ଚ କରିଛି, ଅଭିଜ୍ଞତା ଅଛି, ସେ ଆଖି ବୁଝିକି କହିପାରିବ ଯେ ସନାତନ ଧର୍ମ ଯାହା ଖ୍ରୀଷ୍ଟିଆନ ଧର୍ମ ସେୟା, କିଛି ଡିଫରେନ୍ସ ନାହିଁ। ଆପଣଙ୍କର କିଛି ଡିଫରେନ୍ସ, ଏତେ ଫାଲତୁ କଥା କେମିତି ଗୋଟେ କହିଦଉଛନ୍ତି, ସେ ତାଙ୍କର କୋଉ କୋଉ ଦେବା ଦେବୀ କଣ ପୂଜା କରୁଛନ୍ତି, ଆମେ ତ ଏତେ ଦେବା ପୂଜା କରୁଛୁ, ସେ ତ ମାନୁନାହାନ୍ତି, କରୁନାହାନ୍ତି। ସନାତନ ଧର୍ମରେ ସବୁ କିଛି ଅଛି। ଯେମିତି ସନାତନ ଧର୍ମରେ ଡିଫରେଣ୍ଟ ଫିଲୋସଫି ଅଛି, ଡିଫରେଣ୍ଟ ସମ୍ପ୍ରଦାୟ ଅଛି। ଆପଣ କହିବେ ସନାତନ ଧର୍ମରେ ଥାଇକି ଯେତେବେଳେ ଏତେ ସମ୍ପ୍ରଦାୟ ଅଛି, ଗୋଟେ ସମ୍ପ୍ରଦାୟ ଆଉ ଗୋଟେ ସମ୍ପ୍ରଦାୟ ସହିତ ମ୍ୟାଚ୍ ଖାଉନି, ଗୋଟେ ସମ୍ପ୍ରଦାୟର ଆଉ ଗୋଟେ ସମ୍ପ୍ରଦାୟ ସହିତ ସବୁବେଳେ କଳି ଝଗଡା, ସିଏ ଶିବକୁ ମାନିଲାଣି, କିଏ ବିଷ୍ଣୁକୁ ମାନିଲାଣି, କିଏ ଶିବକୁ ମାନିବା ଭିତରେ ମଧ୍ୟ ଡିଫରେଣ୍ଟ ପନ୍ଥ ବାଲା ଅଛନ୍ତି, ବିଷ୍ଣୁକୁ ମାନିବା ଭିତରେ ମଧ୍ୟ ଡିଫରେଣ୍ଟ ପନ୍ଥ ବାଲା ଅଛନ୍ତି, ସେ କହୁଛି ବ୍ରହ୍ମ ଏୟା, ଇଏ କହୁଛି ବ୍ରହ୍ମ ଏୟା, ଏବେ ଡିଫରେଣ୍ଟ ଚାଲିଛି। ଯେତେବେଳେ ସନାତନ ଧର୍ମ ମଧ୍ୟରେ ଡିଫରେଣ୍ଟ ସମ୍ପ୍ରଦାୟ ଅଛି, ସମ୍ପ୍ରଦାୟ ମଧ୍ୟରେ ମଧ୍ୟ ଡିଫରେଣ୍ଟ ମତବାଦ ଅଛି, ମାନେ ବିବାଦ ଅଛି, ବାଦ ଅଛି, ବହୁତ ପ୍ରଭେଦ ଅଛି, ସବୁ ଅଛି। ସନାତନ ଧର୍ମ ହିଁ ସେମିତି, ଆପଣ ଭାବନ୍ତୁ ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ଗୋଟେ ସେମିତି ଗୋଟେ ଆଉ ଗୋଟେ ସମ୍ପ୍ରଦାୟ, ଆଉ କିଛି ନୁହଁ। ସମସ୍ତେ ଯିଏ ଖ୍ରୀଷ୍ଟିଆନ ଧର୍ମକୁ ଜାଣିଛି ସେ ଜାଣିପାରିବ ଯେ ଖ୍ରୀଷ୍ଟିଆନ ଧର୍ମକୁ ଜଣେ ଯଦି ଫଲୋ କରୁଛି ସେଟା ମୋଷ୍ଟ କମ୍ପାଟେବୁଲ ସନାତନ ଧର୍ମ। ଲୋକ ନ ଜାଣିକି ଭୁଲରେ ଭାବନ୍ତି ଖ୍ରୀଷ୍ଟିଆନ ଧର୍ମ ଖରାପ କି କଣ ଏସବୁ ଭାବନ୍ତି, କିନ୍ତୁ ଖ୍ରୀଷ୍ଟିଆନ ଧର୍ମ ସେମିତି କିଛି ନୁହଁ। ଖ୍ରୀଷ୍ଟିଆନ ଧର୍ମର ଯଦି ଯିଏ ବାସ୍ତବିକତା ଜାଣିଛି, ଖ୍ରୀଷ୍ଟିଆନ ଧର୍ମ ବି କୋଉଠୁ ଗୋଟେ ବାହାରିକି ଆସିଛି, ସେଇଟା ବି ଗୋଟେ ଅପସୁଟ୍ ହେଇଛି କେମିତି ଗୋଟେ କଣ, ସେଇଟା ବି ଡିଫରେଣ୍ଟ ପଏଣ୍ଟ ଅଫ ଡିସ୍କସନ। କିନ୍ତୁ ଖ୍ରୀଷ୍ଟିଆନ ଧର୍ମର ଯୋଉଟା ଜଣେ ଫଲୋଅର ଯଦି ଟ୍ରୁଥଫୁଲି ତାର ଧର୍ମକୁ ସେ ଫଲୋ କଲା, ତାକୁ ଯାହା ଯୀଶୁ ଖ୍ରୀଷ୍ଟ କହିକି ଯାଇଛନ୍ତି, ସେଟା ସିମ୍ପଲି ଜଣେ ବୈଷ୍ଣବ ଯାହା ଫଲୋ କରୁଛି, ବୈଷ୍ଣବ ବିଷ୍ଣୁ ଭକ୍ତ ଯିଏ ଯାହା ଫଲୋ କରୁଛି, ସେମ୍ ଜିନିଷ, କିଛି ଡିଫରେନ୍ସ ନାହିଁ। ଖ୍ରୀଷ୍ଟିଆନ ଧର୍ମର ମାନେ ମୂଳଟାକୁ ଯଦି ଦେଖିବେ, ହଁ ରିଚୁଆଲ ହେଲା, କିମ୍ବା ଧରନ୍ତୁ ଦୈନନ୍ଦିନ ଜୀବନରେ ଡିଫରେଣ୍ଟ ପ୍ରକାର ଇଏ ହେଲା, ସ୍ଥାନ କାଳ ପାତ୍ରକୁ ନେଇକି ସେଟା ତ ଆସିବ। ଆରବ ଦେଶ ଗୋଟେ ଧର୍ମ ଉପୁଜିବ, ସେଇଠି ତ ଧର୍ମରେ ତ କେବେ ବି ଏମିତି ନଥିବ ଯେ ତମେ ଯଜ୍ଞ କର, ହୋମ କର, ଇଏ କର, ସେଠି ତ ଗଛ କାଠ ମିଳିବା ମୁସ୍କିଲ। ସେଠି ହୋମ କଣ କରିବେ, ସେଠୁ ଏମିତିଆ ଧର୍ମ ଉଠିବ ଯୋଉଠିକି ଠାକୁରଙ୍କୁ ବାସ ଡାକ, ନିରାକାରକୁ ହିଁ ଭୋଜନ କର। ସାକାର ଭୋଜନ ସେଠି ହେଇ ହିଁ ପାରିବନି। ସେଠି ସାକାର ଭୋଜନ କରିବା ପାଇଁ ସେ ଯୋଉଠି ଏତେ ସବୁ ପାଣିର ଅସୁବିଧା, ତମର ଆମ୍ବ ଗଛର ଅସୁବିଧା, ସେ ଆମ୍ବ ଡାଳ ଆଣ, ଆମ୍ବ ପତ୍ର ଆଣ, ଗଛ କାଠ ଆଣ, ସେଥିରେ ହୋମ କର, ହୋମ କରିବାର ନାନା ବିଧି ନାନା ଇଏ ଅଛି। ତେଣୁ ଆରବ କଣ୍ଟ୍ରି ଗୁଡାକରେ ଯଦି କୌଣସି ଧର୍ମ ଉପୁଜିବ, ସେଠି ଯଦି ଆମେ ଏୟା ଏକ୍ସପେକ୍ଟ କରିବା ଯେ ଏଟା ସନାତନ ଧର୍ମ ସହିତ ସମାନ ହବ, ଯଜ୍ଞ ହୋମ ପୂଜା ସବୁ ରହିବ, କେମିତି ହବ? ତେଣୁ ସେଠିକାର ରିଚୁଆଲ ସବୁ ଅଲଗା ହେଇପାରେ, କିନ୍ତୁ ଅନ୍ତର୍ନିହିତ କୋର ଜିନିଷ ଯୋଉଟା, ସେଗୁଡା ସବୁବେଳେ ପ୍ରାୟ ଯେମିତି ଆପଣ ଖ୍ରୀଷ୍ଟିଆନ ଧର୍ମକୁ ଜାଣିବେ ସମାନ ରହିବ। ତେଣୁ ଏତେ ସବୁ ଜିନିଷ କହିବା ପଛରେ ରିଜନଟା କଣ? ରିଜନ ହଉଛି ଏହା ଯେ ସନାତନ ଧର୍ମରୁ ହିଁ ଖ୍ରୀଷ୍ଟିଆନ ଧର୍ମର ଉତ୍ପତ୍ତି ହେଇଛି। କୋଉ ଉପାୟରେ? ଏମିତି ନାହିଁ ଯେ ଯୀଶୁ ଖ୍ରୀଷ୍ଟ ସନାତନ ଧର୍ମରେ ଥିଲେ ତାପରେ ନା ନା। କାହିଁକି ମୁଁ କହୁଛି, ଏଇଟା ଗୋଟେ ବଡ ଜିନିଷ, ଆପଣ ପଜିଟିଭ ନେବେ ନେଗେଟିଭ ନେବେ, ମୋର କିଛି ଏଥିରେ ମାନେ ଇଏ ନାହିଁ, ଆଇଡିଆ ନାହିଁ, କିନ୍ତୁ ଜିନିଷ ହଉଛି ସତ ଯୋଉଟା କହିବାକୁ ପଡେ ମୁଁ ସତଟା କହୁଛି, ଆପଣ ଏଟା କେମିତି ନେବେ ଆପଣଙ୍କ ଉପରେ ଡିପେଣ୍ଡ କରୁଛି। କାହିଁକି ମୁଁ ଏଟା କହୁଛି ଯେ ସନାତନ ଧର୍ମର ଉତ୍ପନ୍ନ? କାରଣ ଯୀଶୁ ଖ୍ରୀଷ୍ଟଙ୍କର ଉତ୍ପତ୍ତି ଉପରେ ପ୍ରଭୁ ଶ୍ରୀ ରାମଙ୍କର ଆଶୀର୍ବାଦ ଅଛି, ବା ପ୍ରଭୁ ଶ୍ରୀ ରାମଙ୍କର ଆଶୀର୍ବାଦରୁ ହିଁ ଯୀଶୁ ଖ୍ରୀଷ୍ଟଙ୍କର ଉତ୍ପନ୍ନ ହେଇଛି। ଆପଣ କହିବେ ଯୀଶୁ ଖ୍ରୀଷ୍ଟ ତ 2000 ବର୍ଷ ତଳେ ଉତ୍ପନ୍ନ ହେଲେ, ବାର୍ଥ ହେଇଥିଲା ତାଙ୍କର, ଆଉ ରାମ ତ କେବେଠୁ ଥିଲେ। ହଁ, ତ ଏଇଟା ଗୋଟେ ଜିନିଷ ଅଛି ଯୋଉଟା କି ଗୃହ ତତ୍ତ୍ୱ, ସେଇଟା ଆପଣ ଜାଣିବେ ଯଦି, ଏଇଟା ମୋ କଥା ବୋଲି ନୁହଁ, ଯୋଉଟା ତ ଆପଣ ଯଦି ମାନେ ସିମ୍ପଲି ଲେମ୍ୟାନ ହିସାବରେ ବି ଯଦି ହିନ୍ଦୁ ଧର୍ମ ଆଉ ଖ୍ରୀଷ୍ଟିଆନ ଧର୍ମକୁ କମ୍ପେୟାର କରିବେ, ସେଇଥିରେ ତ ଆପଣ ଜାଣିଯିବେ କେତେ ସିମିଲାରିଟିଜ ଅଛି। ହିନ୍ଦୁ ଧର୍ମ ମାନେ ମୁଁ କହୁନି ଆମର ଯୋଉ ହିନ୍ଦୁ ରିଚୁଆଲସ ପୂଜା ପାଠ ଏସବୁ, ନୋ, ସେଇଟା ନାହିଁ। ବୈଷ୍ଣବ ଧର୍ମ ଆପଣ ଧରନ୍ତୁ, ବୈଷ୍ଣବ ଧର୍ମର କୋର ଏଥିକ୍ସ ଯୋଉଟା, କୋର ମାନେ ଫିଲୋସଫି ଯୋଉଟା, ଫିଲୋସଫି ଇନ ଦ ସେନ୍ସ ମାନେ ଯୋଉଟା ଆପଣଙ୍କୁ ରିଅଲ ଲାଇଫରେ ଧାରଣ କରିବାକୁ ପଡିବ, ସେଇ ପ୍ରକାର ଜିନିଷ। ରିଚୁଆଲ୍ସ କଥା କହୁନି, ରିଚୁଆଲ୍ସ ତ ବହୁତ ଅଲଗା ହବ, ଆପଣଙ୍କୁ ଏକ୍ସପ୍ଲେନ କରିଦେଲି କଣ ପାଇଁ ରିଚୁଆଲ୍ସ ଆପଣ ଜାଣୁଛନ୍ତି। ରିଚୁଆଲ୍ସଟା ଧର୍ମ ନୁହଁ। ଧର୍ମ ଯଦି ଆମେ ଭାବିବା ହଉଛି ରିଚୁଆଲ୍ସ, ସେଟା ନୁହଁ। ଧର୍ମରେ ବହୁତ ଜିନିଷ ଅଛି, ତାର ଗୋଟେ ପାର୍ଟ ହେଇପାରେ ରିଚୁଆଲ୍ସ, କୋଉ ରିଚୁଆଲ କିଏ କଣ କେମିତି ଫଲୋ କରୁଛି। କିନ୍ତୁ ମୋର ସିମ୍ପଲ କହିବା କଥା ଏହା ଯେ ତାଙ୍କର ଲେମ୍ୟାନ ହିସାବରେ ମଧ୍ୟ ଆପଣ ଯଦି ଦେଖିବେ, ଖ୍ରୀଷ୍ଟିଆନ ଧର୍ମକୁ ଷ୍ଟଡି କରିବେ, ଭଗବାନ ଯୀଶୁ ଖ୍ରୀଷ୍ଟଙ୍କର ମାନେ ଭଗବାନଙ୍କର ଯାହା ବି ସବୁ ବାଣୀ ଆଉ ଯୀଶୁ ଖ୍ରୀଷ୍ଟଙ୍କର ବାଣୀକୁ ଦେଖିବେ, ଏହା ସମାନ, ଏଟା କିଛି ଡିଫରେଣ୍ଟ ନୁହଁ। ଏମିତି କାହିଁକି ହେଇଛି ନା, ଲେମ୍ୟାନ ହିସାବରେ ଆପଣ ଜାଣିପାରିବେ, ଆଉ ଆପଣ ଯଦି ମାଳିକା ହେରିକା ବି ଅଧ୍ୟୟନ କରିବେ, ସେଥିରୁ ବି ଆପଣ ଜାଣିପାରିବେ ଯେ ଭଗବାନଙ୍କର ରାମଙ୍କର ଆଶୀର୍ବାଦରୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହେଇଛି। ଯେହେତୁ ଭଗବାନଙ୍କର ରାମଙ୍କ ଆଶୀର୍ବାଦରୁ ହେଇଛି, ସେଇଥିପାଇଁ ମୁଁ ଗୋଟେ କହୁଥିଲି ଯେ ରିଲେସନସିପ ରହୁଛି। ଭଗବାନଙ୍କ ରାମଙ୍କ ଆଶୀର୍ବାଦ କେମିତି ହେଲା? ଆପଣ ଜାଣିଛନ୍ତି ଯେତେବେଳେ ସୀତା ଦେବୀ ଥିଲେ ଲଙ୍କାରେ, ତାଙ୍କୁ ଯେତେବେଳେ ତ୍ରିଜଟା ଯେତେବେଳେ ତାଙ୍କୁ ସେବା ସବୁ କରିଥିଲା, ସେବା ଶୁଶ୍ରୂଷା କରିଥିଲା, ଆଉ ସିଏ ଦୈତ୍ୟ କୂଳର ଥିଲା, ରାକ୍ଷସ କୂଳର ବା ଦୈତ୍ୟ କୂଳର ଥିଲା ସେ।
ତେଣୁ ଯେତେବେଳେ ଭଗବାନ ସେ ତାଙ୍କୁ ଯାଇକି ସୀତା ଦେବୀଙ୍କୁ ଉଦ୍ଧାର କଲେ ଯାହା ବି ହେଲା, ସେତେବେଳେ ସେ ସୀତା ଠାକୁରାଣୀ କହିଲେ, ସୀତା ଦେବୀ କହିଲେ ଯେ ଇଏ ତ୍ରିଜଟା ମୋର ବହୁତ ସେବା କରିଛି, ମତେ ବହୁତ ହେଲ୍ପ କରିଛି, ମୁଁ ଯେତେବେଳେ ଏଠି କାରାଗାରରେ ମାନେ ମତେ ରଖିଥିଲା ରାବଣ, ତେଣୁ ପ୍ରଭୁ ଆପଣ ଆକୁ କିଛି ଗୋଟେ ବର ଦିଅନ୍ତୁ। ତେଣୁ ସେତେବେଳେ ଭଗବାନ ରାମ କହିଲେ ଆଚ୍ଛା ହଉ, ତୁ ସୀତା ଠାକୁରାଣୀ ସୀତା ଦେବୀଙ୍କର ଏତେ ଇଏ କରିଛୁ, ସେବା ଶୁଶ୍ରୂଷା କରୁଛୁ, ମୁଁ ତତେ ବର ଦେବି। ତେଣୁ ଯେତେବେଳେ ତାକୁ ସେ ବର ଦେଇଥିଲେ, ତାକୁ ପୃଥିବୀ ଭୋଗ କରିବୁ, ତୋର ଯୋଉ ବଂଶାନୁବଂଶରେ ଯେତେବେଳେ ଆସିବେ, ତୋର କୋଳରେ ସବୁ ମାନେ ପୃଥିବୀ ରାଜୁତି କରିବେ, ଏସବୁ ଜିନିଷ କରେ, ତାକୁ ସେ ପୃଥିବୀ ଭୋଗ ପାଇଁ ବର ଦେଇଛନ୍ତି। ତୋର 13 ପୁରୁଷ ପୃଥିବୀ ଭୋଗ କରି, ଏମିତି ସବୁ ମାନେ ଆମେ ଯେମିତି କହୁ ତୋର 13 ପୁରୁଷ ସୁଖରେ ରହିବେ କି ତୋର 13 ପୁରୁଷ ସ୍ୱର୍ଗରେ ରହିବେ, ଆମେ ସବୁ ଜିନିଷ ଏମିତି ତାକୁ 13 ପୁରୁଷ ଲାଗି ବର ଦେଇଛନ୍ତି, ତୁ ଭଲସେ ପୃଥିବୀ ଭୋଗ କରିବୁ, ତୋର କୋଳରେ ସବୁ ରହିବ। ତା ସହିତ ଗୋଟେ ବର ଦେଇଥିଲେ ଯେ ତୋର କୋଳରେ ଯୀଶୁ ଖ୍ରୀଷ୍ଟ ବୋଲି ଗୋଟେ ଲୋକ ଜନ୍ମ ହବ, ଯିଏ କି ତୋର ଦୈତ୍ୟ କୂଳକୁ ଉଦ୍ଧାର କରିବ। ଦୈତ୍ୟ କୂଳକୁ ଉଦ୍ଧାର କରିବ, ତା ସହିତ ତମର ଶୂନ୍ୟରେ ମାନେ ଭଜନ ହବ। ତମେ ଶୂନ୍ୟ ଭଜନ ମାନେ ତାଙ୍କର ଯୋଉ ନିରାକାର ପୂଜନ କହିବାକୁ ଗଲେ ସମାନ। ତମେ ନିରାକାରକୁ ପୂଜା କରିବ, ତମେ ନିରାକାର ପୂଜାବାଦ ଦିଅ। ଆଉ ତମ ମାନେ କଣ ହବ, ତମର ଗାଡି ମଧ୍ୟ ଶୂନ୍ୟରେ ଚାଲିବ, ମାନେ ଏରୋପ୍ଲେନ ଫେରୋପ୍ଲେନ ସବୁ ବନେଇବେ, ମାନେ କୋଉ କାଳରୁ ଭଗବାନ ସବୁ କହିକି ଯାଇଥିଲେ। ତେଣୁ ଏଇ ଜିନିଷଟା ମାନେ ଭଗବାନ ତାକୁ ସେଇ ଜିନିଷ ଆଶୀର୍ବାଦ ଦେଇଥିଲେ। କାହିଁକି ନା ଦେଖ, ଜିନିଷ ହଉଛି ଯେମିତି ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଠିକ ସେମିତି ଆମର ଲୋକମାନଙ୍କ ଭିତରେ ଯେମିତି ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଜୀବଜନ୍ତୁ ଅଛନ୍ତି, ସେମିତି ଦୈତ୍ୟ କୋଳ ବି ଗୋଟେ ଅଛି, ଦୈତ୍ୟ ଜାତି ବି ଅଛନ୍ତି। ଆପଣ ଏବେ ବି ଦେଖୁଛନ୍ତି ଆମେରିକାନ ଲୋକ ଗୋଟେ ପ୍ରକାର ଦେଖାଯାଉଛନ୍ତି, ଚାଇନା ଲୋକ ଗୋଟେ ପ୍ରକାର ଦେଖାଯାଉଛନ୍ତି, ଆଫ୍ରିକା ଲୋକ ଗୋଟେ ପ୍ରକାର ଦେଖାଯାଉଛନ୍ତି, ଭାରତ ଲୋକ ଗୋଟେ ପ୍ରକାର ଦେଖାଯାଉଛନ୍ତି। କାହିଁକି? ଡିଫରେଣ୍ଟ ରିଜନ ଅଛି, ଆଉ କେତେବେଳେ ଡିସ୍କସନ କରିବା, ଏସବୁ ଜିନିଷ ଅଛି। ତେଣୁ ସେମାନେ କହୁଛନ୍ତି ଦୈତ୍ୟ କୂଳର। ଯେତେବେଳେ ସେମାନେ ଦୈତ୍ୟ କୂଳ ଉଦ୍ଧାର ପାଇଁ ଯଦି କିଛି ଗୋଟେ ରାସ୍ତା ବାହାର କରିବାକୁ ପଡିବ, ଭଗବାନ ତ ସମସ୍ତଙ୍କର, ରାକ୍ଷସଙ୍କର, ଦୈତ୍ୟ ମାନଙ୍କର, ଅସୁର ମାନଙ୍କର, ଦେବତା ମାନଙ୍କର, ନାଗ ମାନଙ୍କର, ଗନ୍ଧର୍ବ ମାନଙ୍କର, ଯକ୍ଷ ମାନଙ୍କର, ସେ ସବୁ କିନ୍ନର ନାଗ ଯେତେ ବି ଅଛନ୍ତି, ଯେତେ ବି ଜୀବଜନ୍ତୁ ଯେତେ ପ୍ରକାର ଅଛନ୍ତି, ବିଭିନ୍ନ ମନୁଷ୍ୟଠୁ ନେଇକି ପଶୁ ପକ୍ଷୀ ଯାଏ, ଭଗବାନ ସମସ୍ତଙ୍କର, ଭଗବାନ ସମସ୍ତଙ୍କ ପାଇଁ। ଆଉ ଭଗବାନ ସମସ୍ତଙ୍କର ମଙ୍ଗଳ କାମନା ହିଁ କରିବେ। ଠିକ ସେମିତି ଦୈତ୍ୟ ମାନଙ୍କର ସେମାନେ ଯେତେବେଳେ ମଙ୍ଗଳ କାମନା କରିବାକୁ ପଡେ, ଦୈତ୍ୟ କୂଳ ଉଦ୍ଧାର ଲାଗି କିଛି ତ କରିବାକୁ ପଡେ, ତାଙ୍କୁ ତ କିଛି ଗୋଟେ ତ ଧର୍ମ ଦେବେ ନା, ଯୋଉ ଧର୍ମ କରିକି କି ଯୋଉ ଭୋଜନ କରିକି ସେମାନେ ପୁଣି ସଂସାର କରିବେ। ତେଣୁ ତାଙ୍କ ଲାଗି ସେ କହିଲେ ଯେ ତୋର କୂଳରେ ଯୀଶୁଖ୍ରୀଷ୍ଟ ଆସିବ, ଯୀଶୁଖ୍ରୀଷ୍ଟ ଯେତେବେଳେ ତୋ କୂଳରେ ଆସିବ, ସିଏ ତମର ଦୈତ୍ୟ କୂଳକୁ ଉଦ୍ଧାର କରିବ। ଏଇ ଭଗବାନ ଏଇ ଗୋଟେ ତାକୁ ଗୋଟେ ଦେଇଥିଲେ, ଆଶୀର୍ବାଦ ଦେଇଥିଲେ। ତେଣୁ ତାର ଫଳ ସ୍ୱରୂପ ସମୟ କ୍ରମେ ଯୀଶୁଖ୍ରୀଷ୍ଟଙ୍କର ଆବିର୍ଭାବ ହେଇଥିଲା, ଯିଏ କି ସେ ଦୈତ୍ୟ କୂଳଙ୍କର ଉଦ୍ଧାର ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ। କଣ ମାର୍ଗ ପ୍ରଶସ୍ତ କରିଥିଲେ? ତାଙ୍କର ମାନେ ଯଦି ଆପଣ ଦେଖିବେ ଖ୍ରୀଷ୍ଟିଆନ ମାନଙ୍କର ପାଥଟା କଣ, ଖ୍ରୀଷ୍ଟିଆନ ମାନଙ୍କର ଉଦ୍ଧାର ହବା ପାଇଁ କଣ? କିଛି ନାହିଁ। ତମେ ମତେ ମାନ ମୋ ଥ୍ରୁରେ ମାନେ ଖ୍ରୀଷ୍ଟ କହୁଛନ୍ତି ଯେ ମାନେ ମୋ ଥ୍ରୁରେ ତମେ ମୋ ବାପାଙ୍କ ପାଖକୁ ବା ଫାଦରଙ୍କ ପାଖକୁ ବା ଭଗବାନଙ୍କ ପାଖକୁ ଯାଇପାରିବ। ମୋ ଥ୍ରୁରେ ଯାଇପାରିବ। ମୋ ଥ୍ରୁରେ ଯାଇପାରିବ ମାନେ କଣ? ତମେ ମତେ ମାନ, ମତେ ତମର ରକ୍ଷକ ହିସାବରେ ତମେ ମାନି ନିଅ, ବାସ୍ ଆଉ କିଛି କରିବାର ନାହିଁ। ମୁଁ ତମ ପାଇଁ ମୋ ଜୀବନ ଦେଇଛି, ତମର ପାପ ମୁଁ ସବୁ ହରଣ କରିବି, ତମ ପାପର ଫଳଟା ମୁଁ ଦେଇଦେଇଛି, ବସ୍ ତମେ ମତେ ମାନି ଦିଅ ତମର ରକ୍ଷକ ହିସାବରେ, ମତେ ମାନି ଦିଅ ତମର ମାନେ ସତ୍ୟ କରି ତମେ ମତେ ହିଁ ମାନି ଦିଅ, ଆଉ ପାପ କିଛି କରନି, ତମେ ଭଗବାନଙ୍କୁ ପାଇଯିବ, ତମେ କିଙ୍ଗଡମ ଅଫ ହେଭେନକୁ ପାଇଯିବ। ବିଭିନ୍ନ ପ୍ରକାର ଜିନିଷ ଅଛି, ଖ୍ରୀଷ୍ଟିଆନ ଉପରେ ଡିସ୍କସନ କଲେ ତ ବହୁତ ଜିନିଷ ଡିସ୍କସନ କରିପାରିବା, କିନ୍ତୁ କୋର ହଉଛି ତାଙ୍କର ସେୟା। ତାଙ୍କ ଧର୍ମରେ ଡିଫରେଣ୍ଟ କମାଣ୍ଡମେଣ୍ଟ ଏଇ ସବୁ ଜିନିଷ ବି ଅଛି, ସେଇ ସବୁ ଜିନିଷ ଛାଡନ୍ତୁ, କିନ୍ତୁ କୋର ହଉଛି ଏହା ଯେ ତମେ ମତେ ମାନି ଦିଅ, ଯୀଶୁଖ୍ରୀଷ୍ଟ ମତେ ତମକୁ ସେଭିୟର ବା ମସିହା ମାନି ଦିଅ, ଆଉ ତମେ ପାପ ଯୋଉ ଜିନିଷ ଗୁଡା କରନି, ତମ ପାପର ସବୁ ଚୁକାଅ। ମତେ ମାନିବା ଦ୍ୱାରା ହିଁ, ମତେ ଆକ୍ସେପ୍ଟ କରିବା ଦ୍ୱାରା ହିଁ ତମର ସବୁ ପାପରୁ ମୁକ୍ତି ହେଇଗଲା, କାରଣ ମୁଁ ମୋ ଜୀବନ ଦେଇଦେଇଛି ତମ ମାନଙ୍କ ପାପ ଲାଗି। ତେଣୁ ମତେ ଯିଏ ମାନିବ ତାକୁ ତାର ପାପରୁ ମୁକ୍ତି ମିଳିଯିବ, ମୁଁ ସେ ପେମେଣ୍ଟ କରିଦେଇଛି, ମୁଁ ସେ ପ୍ରାଇସଟା ଦେଇଦେଇଛି, ମୋ ଜୀବନ ଦେଇଛି। ତେଣୁ ଏଇଟା ହଉଛି ଜେନେରାଲ ତାଙ୍କର ମେଥଡୋଲୋଜି ଯାହାବି। ତେଣୁ ଦୈତ୍ୟ ମାନେ ତ ପୂଜା ପାଠ କିଛି କରିପାରିବେ ନାହିଁ, ତାଙ୍କ ଦ୍ୱାରା ପୂଜା ପାଠ ହବ ନାହିଁ। ଦୈତ୍ୟ ମାନଙ୍କର ମେଣ୍ଟାଲିଟି ହିଁ ସେୟା, ତାଙ୍କର ମାନେ ଆଟିଚ୍ୟୁଡ ହିଁ ସେୟା, ସେମାନେ ପୂଜା ପାଠ କରିପାରିବେନି, ସେମାନେ କୌଣସି ପ୍ରକାର ରିଚୁଆଲ କରିପାରିବେନି, ସେମାନେ ସାଧନା କରିପାରିବେନି, ମାନେ କରିପାରିବେନି ନୁହଁ ଯେମିତି ବସିଲେ କରିପାରିବେନି, ସବୁ କରିପାରିବେ, ସେମାନେ ସବୁ କରୁଛନ୍ତି। ଏଇ ଯୋଉ ରାବଣ ଫାବଣ ଏମାନେ ସବୁ କରୁଛନ୍ତି ନା ନାଇଁ? ପୁଣି କିନ୍ତୁ କହିବାର ଉଦ୍ଦେଶ୍ୟ ହଉଛି ଯେ ଜେନେରାଲି ସେମାନଙ୍କର ଏସବୁ ଇଏରେ ହବନି, ସେମାନଙ୍କର ଏସବୁ ଜିନିଷ କରନ୍ତିନି, ଜେନେରାଲି ତାଙ୍କ ଦ୍ୱାରା ହବନି, ତାଙ୍କ ପାଇଁ ଇଜି ବାଟ ଦରକାର। ତେଣୁ ସେ ତାଙ୍କ ପାଇଁ ଗୋଟେ ଇଜି ବାଟ ଭଗବାନ ପ୍ରଶସ୍ତ କରିକି ଦେଲେ, ଯେ ସେ ଯାହା ବି ଯୋଉ ପ୍ରକାର ହଉ ଯେମିତି ହଉ, ସେମାନଙ୍କୁ ପୁଣି ଯୋଉ ଏନଭାରମେଣ୍ଟ ସ୍ଥାନ କାଳ ପାତ୍ର ବି କହିଥିଲି, ସେମାନଙ୍କୁ ଏତେ ରିଚୁଆଲ ଫିଚୁଆଲ କରିବା ଦରକାର ନାହିଁ, ଶୂନ୍ୟ ଭୋଜନ ତାଙ୍କର ହବ, ଶୂନ୍ୟ ଭୋଜନ ହଉଛି, ଶୂନ୍ୟ ଭୋଜନ ହେଇକି ତାଙ୍କର ଯେମିତି ତାଙ୍କର ମାନେ ବାଟ ପ୍ରଶସ୍ତ ହବା କଥା ହେଲା। କିନ୍ତୁ ପଏଣ୍ଟ ହଉଛି ଏୟା ଯେ ରାମ
ଭଗବାନ ହିସାବରେ ତାଙ୍କ ଲାଗି ମଧ୍ୟ ରାସ୍ତା ପ୍ରଶସ୍ତ କରିଥିଲେ ତ୍ରିଜଟା ବଂଶ ଲାଗି ବା ତ୍ରିଜଟା ଅଂଶ ଲାଗି। ବହୁତ ଜାଗାରେ ଅଛି ତ୍ରିଜଟାର ଅଂଶ ଆସିବେ, ତ୍ରିଜଟା ଇଏ ହେବେ, ଲୋକଗୁଡାକ ଡିଫରେଣ୍ଟ ରହୁଛନ୍ତି। ତ୍ରିଜଟା ମାନେ ହଉଛି କଣ, ଏ ଦୈତ୍ୟ ଯାହା ବି ସବୁ ଫିରିଙ୍ଗି ମିରିଙ୍ଗି ଅଛନ୍ତି ସେଗୁଡା ସବୁ ତ୍ରିଜଟା। ତେଣୁ ସେଇଟା ହଉଛି ଜିନିଷ। ତେଣୁ ମୁଁ ପଦ କେତେ ଗୋଟେ ଶୁଣଉଛି, ଶୁଣ। ଏଇଟା ଭଗବାନ ରାମ କହୁଛନ୍ତି ତ୍ରିଜଟା। ଶୂନ୍ୟରେ ଭଜନ ତୁମ୍ଭର ହେବ, ଖ୍ରୀଷ୍ଟ ଯୀଶୁ ବୋଲି ନାମ ବହିବ। ତେଣୁ ଭଗବାନ ଏଠି କହୁଛନ୍ତି ତମର ଭଜନଟା ଶୂନ୍ୟରେ ହବ, ତା ନାଁ ସେ ଖ୍ରୀଷ୍ଟ ଯୀଶୁ ନାମ ବହିବ। ଶୂନ୍ୟରେ ତୁମର ହୋଇବ ଖେଳ, ଶୂନ୍ୟରେ ତୁମ୍ଭର ଚଳିବ ଯାନ, ଶୂନ୍ୟରେ ତୋର ଗାଡ଼ିରେ ଚଳନ। ଆଜ୍ଞା ଯେ ଦେଲେ ଶ୍ରୀରାମ, ତେଣୁ ବଳବନ୍ତ ହେଲେ ସେମାନେ। ତେଣୁ ସେମାନେ ଯେହେତୁ ତାର ସେବା ଶୁଶ୍ରୂଷାରେ ସୀତା ଦେବୀଙ୍କର ରେକମେଣ୍ଡେସନ ରେ ଭଗବାନ ତାଙ୍କୁ ବର ଦେଇଛନ୍ତି, ସେଇଥିପାଇଁ ଆପଣ ଦେଖୁଛନ୍ତି ସେମାନେ ବଳବାନ ହେଇଛନ୍ତି। यार आउ गोटे धर्म सहित भी लिंक अच्छी से डिस्कसन करूनी, आपने जब बुद्धि कटे जानी डिस्कसन करूनी, किंतु बलवान होती बुझिपारे। तेणु यहीटा हूँ जिन मुझे कौ भिडियो कौन कही यीशुख्रीष्ट मोर मन ना कि यीशुख्रीष्ट ख्रीष्टियान धर्म आप भाव नेगेटिव धर्म ना, यहाँ बहुत बढ़िया धर्म, ख्रीष्टियान धर्म बहुत बढ़िया धर्म, ता भर बहुत जिन भल जिन अच्छी जी वास्तव ख्रीष्टियान धर्म मानुव सी ता भर आ गए वैष्णव भितर डिफरेन्स ना, से सब माने भल सेम सेम कैटेगरी टाइप जिन कोरटा मुझे कहूँ बाहर रिचुआल फिचुआल को ठाकुर मानले न मानले बहुत डिफरेन्स आसो, कि साधारण व्यक्ति लोक बुझीपार सी ता पॉलिटिक्स करियो ना, ए धर्म भल से धर्म खराब, ए धर्म भल से धर्म खराब, एटा बेकार धर्म, ये धर्म माने कन्वर्ट करि दउछनी, हम कन्वर्ट करूनु। ए जो कन्वर्ट करूछंती कि कोन करूछंती, एटा सब होची पॉलिटिकल जिंस, एटा सब माने पॉलिटिकल हे पारे, स्पिरिचुअल जहाँ भी सब माने माने गोटे प्रोपागेंडा जिनिस, प्रोपागेंडा इन द सेंस गोटे चर्च अच्छी सी ताकू डोनेशन दरकार, से डोनेशन पैसा केमिति आनिबो ना, से कहबो मु लोक कन्वर्ट करोउची, से ताको लोक पैसा मागियो जे आमे गॉस्पेल रो काम करूछु, आमे भगवान रो मिशन को स्प्रेड करूछु, मते पैसा दियो, ये दियो हमको। तेणु एटा बहुत यात्रा अछि, तार धर्म सहित किछि रिलेशन नाही, तार होची सब मटेरियल ऑब्जेक्टिविटी सहित रिलेशन। तेणु से सब जिनिस में कन्वर्सन कन्वर्सन जहाँ भी होची तापर सेकंड जिनिस होची गोटे समय आसीबो जेते लोकन को स्प्रेड करा हो क्रिश्चियन जिनिस रा गोटे गॉस्पेल अछि। तेणु सेटा सब करछन, ता सहित हमर लेना लोक सेटा को नेकी माने रेजिस्ट करछन, जे खराब धर्म जागा ठीक अछि, कन्वर्सन को रेजिस्ट करा जाय, बट धर्मटा को रेजिस्ट हिंदू ख्रीष्टियान एकाठी रही पारिबे, ताको भितर एमति किछि इए नाही। हाँ केतेटा कस्टम अछि जोडा कि सेमानकर जेहेतु सेमान पुराना काल से आरो फारो पटु तांकर सृष्टि, सेमानकर कस्टम केते अछि, आमे धरन काहा को रेस्पेक्ट करथुवा, सेमान हमर रेस्पेक्ट करनथुवे, तांकर चाली चलन दैत्य गुडा असुर गुडा ना, असुर गुण धरिक आसନ୍ତି। आमे जेमति जन को गाय को मां बोली मान परिबा, सेमान गाय को मां बोली मान परिबे, मान परिबेनी, असुर गुण सब अछि ना। तेणु मिले सब केते इनकम्पाटेबल जिनिस जोटा कि चाली चलन जिनिस, धर्मर जिनिस नुह। धर्म किसी कहुनि तुम कौन खाइब कौन ना, कौन पिंध कौन ना, एगुड़ा सब लोक जो जो चलती, लोक जो माने देश काल पात्र नहीं डिफरेंट डिफरेंट कस्टम क्रिएट हो जाए। आम भावुचे से धर्म ना, बेले बेले से कस्टम गुड़ाक धर्म ग्रंथ रे इनकर्पोरेट कर दिया जाए, कि माने नुह जो धर्मर पार्ट से कले मुक्ति मिल भगवान मिले ना, एगुड़ा तो किसी ना। तेणु कस्टम लोक डिफरेंट हो पारे, स्थान काल पात्र नहीं कि कौन किए को गुण धरिक आसी कौन डिफरेंट हो पारे, बट धर्म कोर धर्म जोटा से कंपैटिबल हिंदू धर्म सहित कंपैटिबल। हिंदू धर्म एमती किसी जिनस ना जोटा कि ख्रीष्टियन धर्म माने लोक करूना। हिंदू धर्म कौन भक्ति कर ना, हिंदू धर्म कोर गोटे जिन भक्ति कर, ख्रीष्टियन धर्म भी कोर हूँ भक्ति ही कर, से गोटे भक्ति मार्ग। ख्रीष्टियन धर्मटा हूँ गोटे भक्ति मार्ग, से किसी ना भक्ति कर, भगवान को प्रेम कर, भक्ति कर, से ख्रीष्टियन धर्म आ कि ना। तेणु दीटा कंपैटिबल रिलीजन आउ ख्रीष्टियन धर्म जो जीशुख्रीष्ट थे मुझे पढ़ी जमी शुणिली मालिका लेखा से जिनसा मालिकार वर्णना अच्छी, लोक मैंने साधारण भाव में ग्रहण करें, बट रामकर आशीर्वाद ही जीशुख्रीष्ट जन्म होता। तेणु से जीशुख्रीष्ट जो धर्मटा ख्रीष्टियान धर्मटा यहाँ कंपैटिबल रिलीजन, भल रिलीजन, खराब रिलीजन नुह। साधारण लोक डिफरेंट रिलीजन डिफरेंट प्रकार हो पाए, जो मैंने जाना शुणा व्यक्ति से जानते ख्रीष्टियान धर्म। हाँ ख्रीष्टियान धर्म भितर डिफरेन्स भी अच्छे, आप भावी ख्रीष्टियान धर्म माने खाली गोटे प्रकार ख्रीष्टियानिटी ना, जमी हिंदू धर्म भर डिफरेंट माने प्रकार संप्रदाय वाद विवाद चली, ख्रीष्टियान धर्म भी एमती अच्छी बहुत बड़ बड़ चर्च अच्छे जोटा कि पूरा नेगेटिव। ख्रीष्टियान धर्म कहूँ गोटे कथा, कर गोटे कथा। तेणु मुझे धर्मटा को कहूँ को चर्च मर्च सब जिन भितर बहुत गंडगोल अच्छी, डिस्कसन करने चाहूनी, बहुत जिन तो पब्लिकली कही भी हेनी।
ଯଦି ପବ୍ଲିକଲି ଡିସ୍କସନ କରାଯିବ କାହାକୁ କଣ ସେଣ୍ଟିମେଣ୍ଟ ହବ ଜଣା ନାହିଁ। ତେଣୁ ବହୁତ ଜିନିଷ ଅଛି ଯୋଉଟା କି ପବ୍ଲିକଲି ଭିଡିଓରେ କହିବନି। ଆପଣମାନେ ଯଦି କେତେବେଳେ ମତେ ମେସେଜ ଫେସେଜ କରିବେ, ମୁଁ ଯଦି ପ୍ରାଇଭେଟ ଭିଡିଓ କରିକି ଯଦି ଭିଡିଓ ବନେଇବି, କେତେବେଳେ ଦେଖା ସାକ୍ଷାତ ହେଲେ କଥା ହେବି ଯଦି କଣ, ଅଦରୱାଇଜ ମାନେ ଜିନିଷ ତ ବହୁତ ଅଛି। ମୁଁ ଯଦି ଗୋଟେ ଥରରେ କହିଦେବି ଆପଣଙ୍କର ସବୁ ଜିନିଷ କ୍ଲିୟର ହେଇଯିବ, କିନ୍ତୁ ପବ୍ଲିକଲି ଥୋଇ ହବନି ଏ ଜିନିଷ ଗୁଡା। ପବ୍ଲିକଲି କିଏ କହିବ, ଲୋକଙ୍କର ସେଣ୍ଟିମେଣ୍ଟ ବହୁତ ହଟ୍ ହବ, କିଏ ଫିଲିଂ ତାର ହଟ୍ ହବ, କିଏ କଣ କହିବ କଣ ନାହିଁ। ଏତେ ପଲିଟିକ୍ସ ଭିତରେ ଆମକୁ ପଶିବାର କଣ ଅଛି? ଆମର ତ କାମ ନୁହେଁ ଲୋକଙ୍କ ପଲିଟିକ୍ସ ବାଦ ବିବାଦ ଭିତରେ ପଶିବା। ତେଣୁ ଯେତିକି କଥା କହିହବ ମୁଁ କହିଲି। ଯୀଶୁଖ୍ରୀଷ୍ଟଙ୍କ ରିଲେଟେଡ ଆପଣ ପ୍ରଶ୍ନ କରିଥିଲେ, ସେ ଖ୍ରୀଷ୍ଟ ଧର୍ମ ରିଲେଟେଡ। ତେଣୁ ପ୍ରଥମ ପଏଣ୍ଟ ହଉଛି ଖ୍ରୀଷ୍ଟ ଧର୍ମଟା ସନାତନ ଧର୍ମର ଗୋଟେ ପ୍ରକାର କମ୍ପାଟେବୁଲ। କାହିଁକି ନା ଏଇଥିରେ ଯୋଉ କୋର ମେସେଜ ହଉଛି ଭକ୍ତି, ଯୋଉଟା କି ଆମର ହିନ୍ଦୁ ଧର୍ମ ମଧ୍ୟ ଅଛି। ସେକେଣ୍ଡ ଜିନିଷ ହଉଛି ଯେ ଯୀଶୁଖ୍ରୀଷ୍ଟଙ୍କର ଆବିର୍ଭାବ ଶ୍ରୀ ରାମଙ୍କର ଆଶୀର୍ବାଦରୁ ହେଇଥିଲା। ତେଣୁ ଆମେ ଭାବିବାନି ଯେ ସେଇଟା କିଛି ଗୋଟେ ଖରାପ ରିଲିଜନ କି କଣ, ସେମିତି ଆମେ ଭାବିବା କଥା ନୁହଁ। ଆଉ ସେଥିପାଇଁ ଆମେ ଜାଣିବା କଥା ଯେ ରାମ ପ୍ରଭୁଙ୍କର କେମିତି ଲିଙ୍କ ରହୁଛି ଯୀଶୁଖ୍ରୀଷ୍ଟ ଧର୍ମ ସହିତ। ଏଇଟା ହଉଛି ସେକେଣ୍ଡ ପଏଣ୍ଟ। ଆଉ ଥାର୍ଡ ପଏଣ୍ଟ ଗୋଟେ ଜିନିଷ ଆପଣ ଯଦି ଭାବିବେ, ଜାଣନ୍ତୁ ଲାଇଫରେ ଯଦି କେତେବେଳେ ସପୋର୍ଟ କରିବାର ଅଛି କି କଣ, ଖ୍ରୀଷ୍ଟିଆନ ମାନଙ୍କୁ ସପୋର୍ଟ କରନ୍ତୁ, ତାଙ୍କ ମାନେ ଧର୍ମକୁ ଆଡପ୍ଟ କରନ୍ତୁ। ମୁଁ କହୁନି ଆପଣଙ୍କର କଣ ଆକ୍ଟ କରୁଛି ଆପଣ ଆଉ ଗୋଟେ ଧର୍ମ ଆଡପ୍ଟ କରିବେ କି ନା, ବଟ୍ ଜିନିଷ ହଉଛି ଯେ ଯୋଉ ଆଗକୁ ସବୁ ଯୁଦ୍ଧ ସବୁ ହବ, ଯୋଉ ସବୁ କନଫ୍ଲିକ୍ଟ ହବ, ଧର୍ମ ଭିତରେ କନଫ୍ଲିକ୍ଟ ହବ, ସେଇ ଟାଇମରେ ଖ୍ରୀଷ୍ଟିଆନ ଧର୍ମ ଆକ୍ସେପ୍ଟ ବା ସପୋର୍ଟ କରନ୍ତୁ, ଆଡପ୍ଟ କରନ୍ତୁ। ଆଡପ୍ଟ ଇନ ଦ ସେନ୍ସ ମାନେ ସପୋର୍ଟ କରିବା ପାଇଁ ଆଡପ୍ଟ କରନ୍ତୁ। ସେଟା କମ୍ପାଟେବଲ ରିଲିଜନ, କନଭର୍ଟ ହବା ପାଇଁ ମୁଁ କହୁନି। ତେଣୁ ବହୁତ ଜିନିଷ ଅଛି। ଆଉ ଯଦି କିଛି କ୍ୱେଶ୍ଚିନ୍ ରହିଲା ସେଟା ମତେ ପଚାରିବେ, ତା ବିଷୟରେ ଡିସ୍କସନ କରିବା। କିନ୍ତୁ ଓଭରଅଲ୍ ଏତିକି ଜିନିଷ ଡିସ୍କସନ କରିବା ପାଇଁ ଚାହୁଁଥିଲି। ଆଉ ଯଦି କଣ ରହିଲା ନେକ୍ସଟ